ଆଜି ଘରକୁ ଆସିଥିଲା ମୋ ଭାଇ। ଯେହେତୁ ପ୍ରଥମାଷ୍ଟମୀ ଆଉ ଅଳ୍ପ ଦିନ ଅଛି ଆଉ ମୋ ଝିଅ ଅଷ୍ଟମୀ ହେବ। ଆମର ତ ଅଷ୍ଟମୀ ନାହିଁ କିନ୍ତୁ ଆମ ଘରଟି ଯେହେତୁ ଅଛି ଦବା ଅଷ୍ଟମୀ ଭାଣେଜୀକୁ, ସେଥିପାଇଁ ସେ ନେଇକି ଆସିଥିଲା ଅଷ୍ଟମୀ। କିନ୍ତୁ ମୋ ଝିଅ ମୋ ସାନ ଭାଇକି ଖୋଜୁଛି, ଜଗା ମାମା କାହିଁ ମୁଁ ଯାଉଛି। ମୁଁ ବି ଦେଖାଉଛି କ'ଣ କ'ଣ ସବୁ ଆଣିଛି। ଏଥିରେ ସବୁ ଚାଉଳ, ଡାଲି, ବିରି ସବୁ ଥିଲା, ନଡ଼ିଆ ଫଡ଼ିଆ ହରିକା, ଆଉ ଗୋଟେଥିରେ ପରିବା ଆଉ ମିଠା, ଆଉ ତା ପାଇଁ ଡ୍ରେସ୍ ପାଇଁ ପଇସା ଆଣିଥିଲା। ସେ ଗଲା ପରେ ମୁଁ କରିଥିଲି ରାତି ଖାଇବାରେ ରୁଟିକୁ ଭଜା, ଆଳୁକୋବି ଭଜା, ଆଉ ସେ ଆଣିଥିଲା ଯେଉଁ ମିଠା ସେଗୁଡ଼ାକ ସବୁ। ଆମ ଘରେ ତ ମିଠା ସମସ୍ତଙ୍କୁ ପସନ୍ଦ, ମିଠା ହେଲେ ଆମର ଯାହା ବି ହେଇଥାଉ ଖାଇବା ଖାଇଦିଅନ୍ତି। ଖାଇସାରିବା ପରେ ମୁଁ ସବୁ ଆଣିଥିଲା ଯେଉଁ ଜିନିଷ ସେଗୁଡ଼ାକ ସବୁ ସଜଡ଼ା ସଜଡ଼ି କରିକି ରଖିଦେଇଥିଲି, ମାନେ ପରିବାକୁ ଫ୍ରିଜରେ ସବୁ ରଖିଦେଇଥିଲି। ବହୁତ ଦିନ ହେଲାଣି ଯେହେତୁ ଘରକୁ ଯାଇନି, ଘର କଥା ତ ମନେ ପଡ଼ୁଥିଲା, ହେଲେ କ'ଣ କରିବା, ଆମ କାମ ତ ପୁଣି ଆମେ କରିବା ନା ନାହିଁ। ଦେଖିବା କେବେ ଗୋଟେ ଯିବା। ସବୁ କାମ ସାରିକି ମୁଁ ଯାଇଥିଲି ଶୋଇବା ପାଇଁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।